ନୀଳାଚଳ ଧାମର ପବିତ୍ର ପରମ୍ପରାମାନଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଅଦ୍ଭୁତ, ଗମ୍ଭୀର ଓ ଆଧ୍ୟାତ୍ମିକ ମାହାତ୍ମ୍ୟରେ ଭରି ରହିଥିବା ନୀତି ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିର ପବିତ୍ର ଅବସରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ସନ୍ଧ୍ୟା ଆଳତି ପୂର୍ବରୁ ଏହି ଦିବ୍ୟ ନୀତିର ଅନୁଷ୍ଠାନ କରାଯାଇଥାଏ। ରଥରେ ବିରାଜିତ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସମ୍ମୁଖରେ ଭକ୍ତିର ଅପୂର୍ବ ଚିତ୍ର ରଚିତ ହୋଇଥାଏ। ଶ୍ରୀ ବିଗ୍ରହମାନଙ୍କର ଶ୍ରୀ ଅଧର ଉଚ୍ଚତାକୁ ଧ୍ୟାନରେ ରଖି ଲାଉତୁମ୍ବ ଆକୃତିର ବିଶେଷ ମାଟିହାଣ୍ଡି ତିଆରି କରାଯାଏ। ପ୍ରତ୍ୟେକ ରଥରେ 3ଟି କରି ମୋଟ 9ଟି ହାଣ୍ଡିରେ ଭରିଥାଏ ଏହି ପବିତ୍ର ଅଧରପଣା। ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ବିଧିରେ ମନ୍ତ୍ର ଓ ଭକ୍ତିର ସଙ୍ଗେ ଶ୍ରୀଜୀଉଙ୍କୁ ଏହି ପଣା ଅର୍ପଣ କରନ୍ତି। ପ୍ରତ୍ୟେକ ଦାନରେ ଥାଏ ଶ୍ରଦ୍ଧା, ପ୍ରେମ ଓ ସମର୍ପଣର ଗଭୀର ଭାବ। ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଏହି ସମସ୍ତ ପବିତ୍ର ଉପାଦାନର ସମ୍ମିଳନରେ ପ୍ରସ୍ତୁତ ହୁଏ ଏହି ଦିବ୍ୟ ପାନୀୟ, ଯାହା କେବଳ ଭୋଗ ନୁହେଁ, ଏକ ଆଧ୍ୟାତ୍ମିକ ଅନୁଭୂତି। ଭୋଗ ଶେଷ ହେବା ପରେ ସେହି ପଣାଭରା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ଏହା ପଛରେ ରହିଛି ଗଭୀର ଆସ୍ଥା। ରଥରେ ବିରାଜିତ ପାର୍ଶ୍ୱ ଦେବଦେବୀ, ଚଣ୍ଡୀ, ଚାମୁଣ୍ଡା ତଥା ଅଶରୀରୀ ଶକ୍ତିମାନଙ୍କର ଉଦ୍ଧାର ପାଇଁ ଏହି ପଣା ଅର୍ପଣ କରାଯାଇଥାଏ। ଅଧରପଣା ନୀତି ଆମକୁ ଶିକ୍ଷା ଦେଇଥାଏ ଅର୍ପଣର ମହତ୍ତ୍ୱ, ଭକ୍ତିର ଶକ୍ତି ଓ ନିଜକୁ ସମ୍ପୂର୍ଣ୍ଣ ଭାବେ ପରମାତ୍ମାଙ୍କ ପାଖରେ ସମର୍ପଣ କରିବାର ପଥ। ତାହେଲେ ଆସନ୍ତୁ ଆମେ ସମସ୍ତେ ଆମର ଅହଙ୍କାର ରୂପୀ ହାଣ୍ଡିକୁ ଭାଙ୍ଗି ଭକ୍ତିର ପବିତ୍ର ପଣା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଅର୍ପଣ କରିବା। ଜୟ ଜଗନ୍ନାଥ।